ଭୂତାତ୍କ ଦୃଷ୍ଟିକୋଣରୁ ଦେଖିଲେ ବିଶ୍ୱରେ ସବୁଠାରୁ ମହାନ ଓ ବିବିଧତାପୂର୍ଣ୍ଣ ଭୂତାତ୍କ ଇତିହାସ ଥିବା ଦେଶ କେଉଁଟି? ଏକମାତ୍ର ଉତ୍ତର ଆମ ଭାରତ। ଭାରତ କେବଳ ଏକ ଭୌଗୋଳିକ ଅଞ୍ଚଳ ନୁହେଁ, ଏହା କୋଟି କୋଟି ବର୍ଷ ଧରି ଚାଲିଥିବା ଭୂତାତ୍କ ବିପ୍ଳବ, ଟେକ୍ଟୋନିକ ପ୍ଲେଟ୍ର ଗତିବିଧି, ପ୍ରକୃତିର ଆଶ୍ଚର୍ଯ୍ୟଜନକ ଘଟଣା ଓ ବିଶାଳ ବିସ୍ଫୋରଣର ସାକ୍ଷୀ ହିସାବରେ ଠିଆ ହୋଇଥିବା ଭୂମି। ଏହି ଭୂଖଣ୍ଡ ପ୍ରାୟ 9000 କିଲୋମିଟର ଦୂରତା ଏକାକୀ ଅତିକ୍ରମ କରି ଆଜି ଆମେ ଯେଉଁ ରୂପ ଦେଖୁଛୁ ସେହି ରୂପ ଗ୍ରହଣ କରିଛି। ଏହା ଭିତରେ ଲୁଚି ରହିଛି 20 କୋଟି ବର୍ଷରୁ ଅଧିକ ସମୟର ଇତିହାସ, ହିମାଳୟର ଉଚ୍ଚ ଶିଖର, ଗଙ୍ଗାର ପବିତ୍ର ପ୍ରବାହ, ଦକ୍ଷିଣାତ୍ୟର ବିଶାଳ ପୀଠଭୂମି, ପଶ୍ଚିମ ଓ ପୂର୍ବ ଘାତର କାନ୍ଥକ। ଏସବୁ ପ୍ରାକୃତିକ ଭାବେ ଗଠିତ ହୋଇନାହିଁ। ପ୍ରତ୍ୟେକ ପାହାଡ଼, ପ୍ରତ୍ୟେକ ନଦୀ, ପ୍ରତ୍ୟେକ ପଥର ଆମ ଭୂମିର ସଂଘର୍ଷମୟ କାହାଣୀ କହେ। ଏହି ଇତିହାସକୁ ବୁଝିଲେ ଆମେ ଆମ ମାତୃଭୂମିର ପ୍ରକୃତ ମହାନତା ଅନୁଭବ କରିପାରିବା। ତୁମେ ଜାଣିଛ କି ଭାରତ ଏକଦା ସମ୍ପୂର୍ଣ୍ଣ ଭିନ୍ନ ଜାଗାରେ ଥିଲା। ହଁ, ଏହା ଗଣ୍ଡନା ନାମକ ଏକ ବିଶାଳ ମହାଖଣ୍ଡର ଅଂଶ ଥିଲା। ଏହି ଗଣ୍ଡନାରୁ ବିଚ୍ଛିନ୍ନ ହୋଇ ସମୁଦ୍ର ମଝିରେ ହଜାର ହଜାର କିଲୋମିଟର ଯାତ୍ରା କରି ଶେଷରେ ଏସିଆ ମହାଦେଶ ସହ ଧକ୍କା ଖାଇଲା ବେଳେ ହିମାଳୟ ଗଠିତ ହେଲା। ଏହି ଧକ୍କା ହିଁ ଗଙ୍ଗା, ଯମୁନା, ବ୍ରହ୍ମପୁତ୍ର ଜାତୀୟ ମହାନଦୀମାନଙ୍କର ଜନ୍ମ ଦେଲା। ଏହା ଆଗରୁ ଆମେ ଏବେ ବାସ କରୁଥିବା ଅଞ୍ଚଳରେ ବିଶାଳ ଲାଭା ପ୍ରବାହ ଥିଲା। ଦକ୍ଷିଣାତ୍ୟ ଟ୍ରାପ୍ ନାମେ ପରିଚିତ ଏହି ପୀଠଭୂମି ଏବେ କୋଟି କୋଟି ଲୋକଙ୍କ ପାଇଁ ଜୀବନଯାତ୍ରାର ସ୍ଥାନ ହୋଇଛି। କିନ୍ତୁ ଏକଦା ପୃଥିବୀର ସବୁଠାରୁ ବଡ଼ ଆଗ୍ନେୟଗିରି ବିସ୍ଫୋରଣର ଫଳାଫଳ ଥିଲା। ଏହି ବିସ୍ଫୋରଣଗୁଡ଼ିକ ଡାଇନୋସରଙ୍କ ବିଲୁପ୍ତିର ଏକ କାରଣ ବୋଲି ବିଚାର କରାଯାଏ। ଏହି ବର୍ଣ୍ଣନାରେ ତୁମେ ଏକ ଆଶ୍ଚର୍ଯ୍ୟଜନକ ଭୂତାତ୍କ ଯାତ୍ରାକୁ ଯିବାକୁ ଚାହୁଁଛ। ଭାରତ କିପରି ଗଠିତ ହେଲା, ଗଣ୍ଡନାରୁ କିପରି ବିଚ୍ଛିନ୍ନ ହେଲା, କିପରି ଉତ୍ତର ଦିଗରେ ଗତି କଲା ଓ ଶେଷରେ ଆମେ ମାତୃଭୂମି ବୋଲି ଡାକୁଥିବା ମହାନ ଭାରତରେ ପରିଣତ ହେଲା, ତାହା ବିସ୍ତୃତ ଭାବେ ଜାଣିବା। ପ୍ରସ୍ତୁତ ହୁଅ, ପୃଥିବୀର ସବୁଠାରୁ ଆଶ୍ଚର୍ଯ୍ୟଜନକ ଓ ଜଟିଳ ଭୂତାତ୍କ କାହାଣୀ ତୁମ ସାମ୍ନାକୁ ଆସୁଛି। ପ୍ରାୟ 50 କୋଟି ବର୍ଷ ପୂର୍ବେ ଆମ ପୃଥିବୀର ରୂପ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଏବେ ଆମେ ଦେଖୁଥିବା 7ଟି ମହାଦେଶ ନଥିଲା, ବରଂ ପୃଥିବୀ ମୁଖ୍ୟତଃ 2ଟି ବିଶାଳ ମହାଖଣ୍ଡରେ ବିଭକ୍ତ ଥିଲା। ଉତ୍ତରରେ ଲରେସିଆ ଓ ଦକ୍ଷିଣରେ ଗଣ୍ଡନା। ଗଣ୍ଡନା ଥିଲା ଏକ ବିଶାଳ ମହାଖଣ୍ଡ ଯେଉଁଥିରେ ଏବେ ଆମେ ଚିହ୍ନିଥିବା ଭାରତ, ଅଷ୍ଟ୍ରେଲିଆ, ଆଫ୍ରିକା, ଆଣ୍ଟାର୍କଟିକା, ମାଡାଗାସ୍କାର ଓ ଦକ୍ଷିଣ ଆମେରିକା ଜାତୀୟ ଭୂଖଣ୍ଡଗୁଡ଼ିକ ସବୁ ଏକ ଏକକ ଭୂମି ଥିଲା। ଏହି ଗଣ୍ଡନା ଖଣ୍ଡ ପ୍ରାୟ 18 କୋଟି ବର୍ଷ ଜୁରାସିକ କାଳରୁ ଏକ ବ୍ୟବସ୍ଥା ହିସାବରେ ଚାଲିଥିଲା। ସେହି ସମୟରେ ପ୍ରାଣୀ, ଗଛ, ଜଙ୍ଗଲ ସବୁ ଏକ ଭୂମିରେ ବଢ଼ିଥିଲା, ଏକା ପ୍ରକାରର ଜୀବବୈଚିତ୍ର୍ୟ ବାଣ୍ଟିଥିଲା। ଉଦାହରଣ ସ୍ୱରୂପ ଏବେ ମାଡାଗାସ୍କାରରେ ଦେଖାଯାଉଥିବା ଲେମୁର କିମ୍ବା ଭାରତର କିଛି ପ୍ରଜାତି ଏହି ସାଧାରଣ ମୂଳରୁ ଆସିଛି। ଗଣ୍ଡନା ନାମ କେଉଁଠୁ ଆସିଲା? ଏହାର ମୂଳ ଆମ ଭାରତରେ ହିଁ ଅଛି। ମଧ୍ୟ ଭାରତରେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଅଞ୍ଚଳରେ ବାସ କରୁଥିବା ଗଣ୍ଡ ଜାତି, ଗଣ୍ଡ ଟ୍ରାଇବ ରୁ ଏହି ନାମର ଉତ୍ପତ୍ତି। ସଂସ୍କୃତରେ ଗଣ୍ଡନା ର ଅର୍ଥ ଜଙ୍ଗଲ ଓ ପାହାଡ଼ରେ ଭରପୁର ଭୂମି। 19ବିଂଶ ଶତାବ୍ଦୀରେ ବ୍ରିଟିଶ ଓ ୟୁରୋପୀୟ ଭୂତାତ୍କମାନେ ମଧ୍ୟ ଭାରତରେ ପୁରାତନ ପଥର ଗଣ୍ଡନା ଫର୍ମେସନ ଆବିଷ୍କାର କରିଥିଲେ। ଏହି ପଥରଗୁଡ଼ିକ କୋଟି କୋଟି ବର୍ଷର ପୁରୁଣା ଓ ଗଣ୍ଡ ଜାତିର ଅଞ୍ଚଳରେ ଥିଲା। ତେଣୁ ଏହି ମହାଖଣ୍ଡର ନାମ ରଖାଗଲା ଗଣ୍ଡନା। ପ୍ରାୟ 18 କୋଟି ବର୍ଷ ପୂର୍ବେ ଜୁରାସିକ କାଳର ମଝିରେ ପୃଥିବୀର ନୀରବତା ହଠାତ୍ ଭାଙ୍ଗିଗଲା। ଭୂତାତ୍କ ଝଡ଼ ପରି ଟେକ୍ଟୋନିକ ବିପ୍ଳବ ଆରମ୍ଭ ହେଲା, ପୃଥିବୀର ରୂପକୁ ସମ୍ପୂର୍ଣ୍ଣ ବଦଳାଇ ଦେଲା। ଗଣ୍ଡନା ବିଚ୍ଛିନ୍ନ ହେବା ଆରମ୍ଭ ହେଲା। କାହିଁକି? କାରଣ ପୃଥିବୀର ଭିତରେ ଥିବା ମ୍ୟାଗମା, ତରଳ ପଥରର ସମୁଦ୍ର ଉପରକୁ ପ୍ରଚଣ୍ଡ ଚାପ ସୃଷ୍ଟି କଲା। ଏହି ଚାପ ସୀମା ଅତିକ୍ରମ କରିବାରୁ ପୃଥିବୀର ଉପରିଭାଗରେ ଫାଟ, ରିକ୍ତ ସୃଷ୍ଟି ହେଲା। ଏହି ଫାଟଗୁଡ଼ିକ ଗଭୀର ହେଲା ଓ ମହାଖଣ୍ଡକୁ ଖଣ୍ଡ ଖଣ୍ଡ କରିଦେଲା।
ଗଣ୍ଡନା ମୁଖ୍ୟତଃ 3ଟି ବଡ଼ ଭାଗରେ ବିଭକ୍ତ ହେଲା: ଦକ୍ଷିଣ ଆମେରିକା ଆଫ୍ରିକା ଅଂଶ ଓ ଭାରତ ମାଡାଗାସ୍କାର ଅଷ୍ଟ୍ରେଲିଆ ଆଣ୍ଟାର୍କଟିକା ଅଂଶ। ଏହି ଖଣ୍ଡଗୁଡ଼ିକ ନିଜ ନିଜର ସ୍ୱାଧୀନ ଯାତ୍ରା ଆରମ୍ଭ କଲା। ଫଳରେ ନୂଆ ସମୁଦ୍ର ଯେମିତି ଭାରତ ମହାସାଗର ଜନ୍ମ ନେଲା ଓ ନୂଆ ଭୂଖଣ୍ଡ ଗଠିତ ହେଲା। ପ୍ରାୟ 15 କୋଟି ବର୍ଷ ପୂର୍ବେ କ୍ରିଟେସିୟସ୍ କାଳର ଆରମ୍ଭରେ ଭାରତ ଓ ମାଡାଗାସ୍କାର ମଝିରେ ଥିବା ଅଞ୍ଚଳରେ ଓ ଯାହାକୁ ଏବେ ଆମେ ମାଙ୍କାରିନ ପ୍ଲାଟୋ କହୁଛୁ, ଏକ ବିଶାଳ ଲାଭା ବିସ୍ଫୋରଣ ଘଟିଲା। ଏହି ବିସ୍ଫୋରଣ 2ଟି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଲା। ମାଡାଗାସ୍କାର ଭାରତରୁ ବିଚ୍ଛିନ୍ନ ହେଲା ଓ ପଶ୍ଚିମ ଘାତ ଷ୍ଟାର୍ନ ଘାତସ୍ ଗଠିତ ହେଲା। ଏହି ସବୁଜ ପାହାଡ଼ଗୁଡ଼ିକ ଲାଭା ସ୍ତରରୁ ଜନ୍ମ ନେଇଛି ଓ ଏବେ ଭାରତର ସବୁଠାରୁ ଜୀବବୈଚିତ୍ର୍ୟମୟ ଅଞ୍ଚଳ। ପଶ୍ଚିମ ଘାତ ଆମ ମୌସୁମୀ ବ୍ୟବସ୍ଥାକୁ ଗଠନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି। ଜୁନ ଓ ଜୁଲାଇ ମାସରେ ଆରବ ସାଗରରୁ ଆସୁଥିବା ଆର୍ଦ୍ରତାପୂର୍ଣ୍ଣ ବାୟୁ ଏହି ପାହାଡ଼ରେ ଧକ୍କା ଖାଇ ମେଘରେ ପରିଣତ ହୁଏ ଓ ଝଡ଼ଝଞ୍ଜା ବର୍ଷା ହୁଏ। ଏହି ବର୍ଷା ଗୋଆ, କେରଳ, କର୍ଣ୍ଣାଟକ ଜାତୀୟ ଅଞ୍ଚଳରେ ପ୍ରଚୁର କୃଷି ଓ ଜୀବନଯାତ୍ରା ଆଣିଛି। ପ୍ରାୟ 8 କୋଟି ବର୍ଷ ପୂର୍ବେ ଭାରତ ଓ ଅଷ୍ଟ୍ରେଲିଆ ଇଣ୍ଡୋ ଅଷ୍ଟ୍ରେଲିଆନ ପ୍ଲେତରେ ଏକାଠି ଥିଲେ। କିନ୍ତୁ ଟେକ୍ଟୋନିକ ଶକ୍ତି ପ୍ଲେଟ ଟେକ୍ଟୋନିକ୍ସ ସେମାନଙ୍କୁ ଅଲଗା କରିଦେଲା। ପୂର୍ବ ଘାତ ଇଷ୍ଟାର୍ନ ଘାତସ୍ ଓଡ଼ିଶା, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଅଞ୍ଚଳରେ ଥିବା ଏକଦା ଅଷ୍ଟ୍ରେଲିଆର ପଶ୍ଚିମ ପାହାଡ଼ ସହ ଏକ ଶ୍ରେଣୀର ଅଂଶ ଥିଲା। ପ୍ରାୟ 7 କୋଟି ବର୍ଷ ପୂର୍ବେ ଭାରତ ଏକାକୀ ଉତ୍ତର ପୂର୍ବ ଦିଗରେ ଗତି କରିବା ଆରମ୍ଭ କଲା। ସେହି ସମୟରେ ଶ୍ରୀଲଙ୍କା ମଧ୍ୟ ଭୂତାତ୍ତ୍ୱ ଭାବେ ଭାରତ ସହ ଯୁକ୍ତ ଥିଲା। ପ୍ରାୟ 6 କୋଟି 60 ଲକ୍ଷ ବର୍ଷ ପୂର୍ବେ କ୍ରିଟେସିୟସ୍ ପାଲିଓଜିନ ସୀମାରେ ଭାରତ ୟୁନିୟନ ହଟସ୍ପଟ ମ୍ୟାଗମା ହଟସ୍ପଟ ଉପରେ ଅତିକ୍ରମ କରୁଥିବା ସମୟରେ ବିଶାଳ ଆଗ୍ନେୟଗିରି ବିସ୍ଫୋରଣ ଘଟିଲା। ଏହା ଦକ୍ଷିଣାତ୍ୟ ଟ୍ରାପ୍ ହିସାବରେ ଗଠିତ ହେଲା ଓ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାତ, କର୍ଣ୍ଣାଟକ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଅଞ୍ଚଳରେ ବିସ୍ତାରିତ ବିଶାଳ ଆଗ୍ନେୟଗିରି ପୀଠଭୂମି। ଏହି ବିସ୍ଫୋରଣଗୁଡ଼ିକ ପୃଥିବୀର ସବୁଠାରୁ ବଡ଼ ଫଲଡ଼ ବେସାଲ୍ଟ ଘଟଣାଗୁଡ଼ିକ ମଧ୍ୟରୁ ଏକ ଓ ଏହା ପ୍ରାୟ 5 ଲକ୍ଷ ବର୍ଗ କିଲୋମିଟର ଅଞ୍ଚଳକୁ ଆଚ୍ଛାଦିତ କରିଥିଲା। ସେହି ସମୟରେ ଡାଇନୋସରମାନେ ପୃଥିବୀରେ ଆଧିପତ୍ୟ ବିସ୍ତାର କରୁଥିଲେ। କିନ୍ତୁ ଏହି ଦକ୍ଷିଣାତ୍ୟ ବିସ୍ଫୋରଣ ମେକ୍ସିକୋର ଚିକ୍ସୁଲୁବ ଆଷ୍ଟେରଏଡ୍ ଧକ୍କା ସହ ମିଶି ଡାଇନୋସରଙ୍କୁ ବିଲୁପ୍ତ କରିଦେଲା। ଏହି ବିସ୍ଫୋରଣରୁ ନିର୍ଗତ ବିଷାକ୍ତ ଗ୍ୟାସ ବାୟୁମଣ୍ଡଳକୁ ବଦଳାଇ ବଡ଼ ବିଲୁପ୍ତି ମାସ 61 ଘଟାଇଲା। ଭାରତର ଯାତ୍ରାର ଗତି ଅସାଧାରଣ ଥିଲା ଓ ବର୍ଷକୁ 15ରୁ 20 ସେଣ୍ଟିମିଟର ଗତିରେ ବିଶ୍ୱର ଅନ୍ୟ ପ୍ଲେଟଗୁଡ଼ିକ ତୁଳନାରେ ଦ୍ରୁତ ସରିଥିଲା। ଏହି ଗତି ହେତୁ ଟେଥିସ ସମୁଦ୍ର ବନ୍ଦ ହୋଇଗଲା। ପ୍ରାୟ 5 କୋଟି ବର୍ଷ ପୂର୍ବେ ୟୋସିନ କାଳରେ ଭାରତ ଏସିଆନ ପ୍ଲେଟ ୟୁରେସିଆନ ପ୍ଲେଟ ସହ ଧକ୍କା ଖାଇଲା ବେଳେ ଏକ ବିଶାଳ ଭୂତାତ୍ତ୍ୱ ବିପ୍ଳବ ଘଟିଲା। ଏହି ଧକ୍କା ହେତୁ ହିମାଳୟ ଗଠିତ ହେଲା ଓ 2400 କିଲୋମିଟର ବିସ୍ତାରିତ ବିଶ୍ୱର ସବୁଠାରୁ ଉଚ୍ଚ ପର୍ବତ ଶ୍ରେଣୀ। ଏହି ଧକ୍କା ଏବେ ବି ଚାଲିଛି। ଫଳରେ ହିମାଳୟ ବର୍ଷକୁ 5 ମିଲିମିଟର ଉଚ୍ଚତାରେ ବଢୁଛି। ହିମାଳୟ ଗଙ୍ଗା, ଯମୁନା, ବ୍ରହ୍ମପୁତ୍ର, ସିନ୍ଧୁ ଜାତୀୟ ମହାନଦୀମାନଙ୍କର ଉତ୍ସ। ହିମାଳୟରେ ହଜାର ହଜାର ଟନ ବରଫ ପଡ଼େ। ହିମବାହ ବରଫର ନଦୀ ଗଠିତ ହୁଏ। ଗ୍ରୀଷ୍ମ କାଳରେ ଏହି ବରଫ ତରଳି ନଦୀରେ ପରିଣତ ହୁଏ। ଭାରତ ଆଖପାଖ ଦେଶଗୁଡ଼ିକ ପାଇଁ ଜୀବନାଧାର ହିସାବରେ କାମ କରେ। ତେଣୁ ହିମାଳୟକୁ ଦେବଭୂମି କୁହାଯାଏ ଓ ଏହା କେବଳ ପାହାଡ଼ ନୁହେଁ, ଆମ ଜଳ ସମ୍ପଦ ଓ ବାୟୁମଣ୍ଡଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହା ହିଁ ଗଣ୍ଡନାରୁ ହିମାଳୟ ପର୍ଯ୍ୟନ୍ତ ଭାରତର ଜନ୍ମ କାହାଣୀ। ପ୍ରତ୍ୟେକ ପଥର, ପ୍ରତ୍ୟେକ ନଦୀ, ପ୍ରତ୍ୟେକ ପାହାଡ଼ ଆମ ଇତିହାସର ସାକ୍ଷୀ। ହିମାଳୟକୁ ଦେଖୁଛି ବେଳେ କିମ୍ବା ଗଙ୍ଗାର ପ୍ରବାହ ଅନୁଭବ କରୁଛି ବେଳେ ତୁମେ କୋଟି କୋଟି ବର୍ଷର ପୁରୁଣା ଭୂତାତ୍ତ୍ୱ କାହାଣୀ ଦେଖୁଛ। ଏହା ହିଁ ଆମ ଭାରତର ପ୍ରକୃତ ମହାନତା। ଏହାର ଅମରତ ଭୂମିର ସ୍ପନ୍ଦନରେ ଲୁଚି ରହିଛି ଓ ଭବିଷ୍ୟତ ପ୍ରକୃତି ସହ ସମନ୍ୱୟରେ ଆଗକୁ ବଢ଼ିବ।
ଏହି କାହାଣୀ ଯଦି ତୁମର ପସନ୍ଦ ହୋଇଛି ତେବେ ଆହୁରି ଆଶ୍ଚର୍ଯ୍ୟଜନକ ଭୂତାତ୍କ କାହାଣୀ ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କର ଓ ସେୟାର କର।